ମାଛର ବହୁତ ସାରା ଆଇଟମ୍ ଭିତରେ ଛିଞ୍ଚଡ଼ା ଆଇଟମ୍ଟା ପ୍ରାୟ ସମସ୍ତଙ୍କୁ ବହୁତ ହି ପସନ୍ଦ ଥାଏ। ଆକୁ ଯଦି ଆମେ ପ୍ରପର ୱେରେ ବନେଇବା ତାହେଲେ ଖାଇବା ପାଇଁ ବହୁତ ଟେଷ୍ଟି ଲାଗେ। ନମସ୍କାର ଦର୍ଶକ ବନ୍ଧୁ, ପ୍ରିୟଦର୍ଶିନୀ ହୋମ୍ ଫୁଡ୍ ଚ୍ୟାନେଲକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତେବେ ଚାଲନ୍ତୁ ଆଜିର ବନ୍ଧାକୋବି ମାଛ ଛିଞ୍ଚଡ଼ା ପ୍ରସ୍ତୁତି ଆରମ୍ଭ କରିବା। ଆଉ ରେସିପି ଯଦି ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍ କରିବା ସାଙ୍ଗରେ ଏମିତି ରେସିପି ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତ ଆଜିର ବନ୍ଧାକୋବି ମାଛ ଛିଞ୍ଚଡ଼ା ପାଇଁ ମୁଁ ନେଇଯାଇଛି ରୋହି ମାଛ। ଆଉ ଦେଖିପାରୁଥିବେ ସବୁଥିରୁ ମୁଁ ଗୋଟେ ଗୋଟେ ପିସ୍ ନେଇଛି, ମାନେ ମାଛର ଲାଞ୍ଜ, ମୁଣ୍ଡ ଏବଂ ମଝିର 2 ପିସ୍ ନେଇଛି। ଆପଣମାନେ ଚାହିଁଲେ ମାଛ ଲାଞ୍ଜର ମାତ୍ରାଟିକୁ ଅଧିକ ବନେଇ ପାରିବେ ବା କେବଳ ମୁଣ୍ଡ ଦେଇକି ମଧ୍ୟ ଛିଞ୍ଚଡ଼ା ବନେଇ ପାରିବେ। ତ ୟାକୁ ପ୍ରଥମେ ଲୁଣ ଏବଂ ହଳଦୀ ଦେଇକି ମ୍ୟାରିନେଟ୍ କରିକି ରଖିନେବା। এই ବନ୍ଧାକୋବିର ଛିଞ୍ଚଡ଼ା ବନେଇବା ପାଇଁ ମୁଁ ଏଠି ରୋହି ମାଛ ନେଇଛି। ଆପଣମାନେ ଭାକୁର ଏବଂ ଯେକୌଣସି ମନପସନ୍ଦର ମାଛ ନେଇପାରିବେ। ଏ କଥା ଭିତରେ ମୁଁ ଏଠି ସୋରିଷ ତେଲ ପ୍ରାୟ ବଡ଼ 3 ଚାମଚ ଗରମ କରି ନେଇଥିଲି। ତେଲ ଭଲ ଭାବରେ ଗରମ ହୋଇସାରିଲା ପରେ ମ୍ୟାରିନେଟ୍ କରି ରଖିଥିବା এই ମାଛ ସବୁକୁ ଆମେ ଦେଇକି ଭଲ ଭାବରେ ଭାଜି ନେବା। ଭଲ ଭାବରେ ମାନେ ଆପଣମାନେ ବିଲକୁଲ ବି କଞ୍ଚାଳିଆ ରଖିବେନି, ମାନେ ୟାକୁ ଭଲ ଭାବରେ କ୍ରିସ୍ପି କରିକି ଭାଜି ନେବେ। ଏମିତି ଭାଜିବା ଦ୍ୱାରା ଆମର এই ରେସିପିଟା ବହୁତ ହି ଟେଷ୍ଟି ଲାଗିଥାଏ ଆଉ ବିଲକୁଲ ବି ଆଇଁଷିଣିଆ ଲାଗିନଥାଏ। ମାଛଟା ଯଦି ଆମର କଞ୍ଚାଳିଆ ରହିବ, ଆମର এই ଛିଞ୍ଚଡ଼ାଟା ଆଇଁଷିଣିଆ ଲାଗିବ, ଟେଷ୍ଟଟା ଜମା ବି ଭଲ ଲାଗିବନି। ମାଛକୁ ଯେତେ ଭଲ ଭାବରେ ଭାଜିବେ ଆମର এই ରେସିପିଟା ସେତେ ବଢ଼ିଆ ଲାଗିବ। ଏଇଠି ଆପଣମାନେ ଦେଖିପାରୁଥିବେ ଗୋଟେ ସାଇଡ୍ ଭଲ ଭାବରେ ପୋଡ଼ ପୋଡ଼ ହେଇଗଲା ପରେ ଆର ସାଇଡ୍ ଓଲଟେଇ ନେଇଛି। ଆଉ ଦୁଇ ପାଖ ଭଲ ଭାବରେ କ୍ରିସ୍ପି ହେଇସାରିଲା ପରେ ବା ଭଲ ଭାବରେ ଭାଜି ହେଇଗଲା ପରେ ମାଛକୁ ଏଇଠି ମୁଁ କାଢ଼ିକି ରେଡ଼ି କରିନେଇଛି। ଏପଟେ ଗୋଟେ ଛୋଟ ସାଇଜ୍ର ବନ୍ଧାକୋବିକୁ କାଟିକି ମୁଁ ଏମିତି ମିଡ଼ିୟମ୍ ସାଇଜ୍ର କରିକି କାଟି ନେଇଛି, ମାନେ ବେଶୀ ମୋଟା ରଖିନି କି ବେଶୀ ପତଲା ରଖିନି। ଏଇଠି ଦେଖିପାରୁଥିବେ। ତ ଆମେ ପ୍ରଥମେ ୟାକୁ ଟିକେ 2ରୁ 3 ମିନିଟ୍ ପାଖାପାଖି ଟିକେ ବାମ୍ଫ ଦେଇଦେବା, ମାନେ ଟିକେ ସିଝେଇଦେବା। କାରଣ ଶୀତ ଦିନର ବନ୍ଧାକୋବି ବହୁତ ହି ଫ୍ରେଶ୍ ଥାଏ। ତ ଆମେ ଟିକେ ଯେକୌଣସି ରେସିପି ବନାଉଥାଏ ତାର ଟେଷ୍ଟଟା ବି ବହୁତ ଭଲ ଲାଗେ ଆଉ ସାଙ୍ଗେ ସାଙ୍ଗେ ନରମ ହେଇଯାଏ। କିନ୍ତୁ ଏବେ ଯେଉଁ ବନ୍ଧାକୋବି ଆମକୁ ମିଳୁଛି ସେସବୁ ଏତେ ଭଲସେ ସିଝୁନି ବା ତାର ଟେଷ୍ଟଟା ଏତେ ଭଲ ଲାଗୁନି। ସେଥିପାଇଁ ଟିକେ ସିଝେଇ ନେଲେ ଏଇଟା ବହୁତ ଭଲ ନରମ ହେଇଯାଏ ଆଉ ଟେଷ୍ଟଟା ବି ବହୁତ ଭଲ ଲାଗେ। ତ ଏଇଠି ମୁଁ କଡ଼େଇରେ ସେସବୁ ବନ୍ଧାକୋବି ପ୍ରଥମେ ଦେଇଦେଉଛି ଆଉ ବିନା ଲୁଣ ହଳଦୀରେ ଆମେ ଅଳ୍ପ ଟିକେ ପାଣି ଦେଇକି ଆକୁ ପ୍ରଥମେ 2ରୁ 3 ମିନିଟ୍ ପାଖାପାଖି ଟିକେ ସିଝେଇ ନେବା। ଏଇଠି ମୁଁ ବେଶୀ ଦେଇନି, ପାଖାପାଖି 1 କପ୍ ଦେଇଛି। ଏବେ ଲିଡ୍ କଭର କରିକି ଆକୁ ମିଡ଼ିୟମ୍ ଫ୍ଲେମ୍ରେ 2ରୁ 3 ମିନିଟ୍ ବସେଇ ନେବା। ଏପଟେ ଦେଖନ୍ତୁ ଆମେ ସେଟା ସିଝିବା ଭିତରେ ଛେଚା ମସଲା ପ୍ରସ୍ତୁତ କରିବା। ଆଜିର ଆମେ ଛିଞ୍ଚଡ଼ାରେ ଛେଚା ମସଲା ଦେବା, କାରଣ ଛେଚା ମସଲାର ସ୍ୱାଦଟା ବହୁତ ବଢ଼ିଆ ଲାଗେ ବଟା ମସଲା ଠାରୁ। ତ ଏଠି 10ରୁ 12 କୋଲା ରସୁଣ ନେଇଯାଇଛି, 1 ଇଞ୍ଚ ପାଖାପାଖି ଅଦା ଏବଂ 1 ରାଗ କଞ୍ଚା ଲଙ୍କା ନେଇଛି। ଆକୁ ଛେଚିକିନା ଆମେ ବନେଇ ନେବା ଆମର ଛେଚା ମସଲାର ପେଷ୍ଟ। ତ ରେଡ଼ି ହେଇଯାଇଛି, ଆକୁ ସାଇଡ଼ରେ ରଖିବା। ଏପଟେ ଦେଖନ୍ତୁ ଆମର ଗୋଟେ ସାଇଡ଼୍ର କୋବି ଭଲ ଭାବରେ ସିଝି ଯାଇଛି। ତ ଉପର ସାଇଡ଼୍ ଆମର ସିଝିବା ପାଇଁ ମୁଁ ଆକୁ ପୁଣି ଥରେ ଟିକେ ଗୋଳେଇ ନେଉଛି। ଉପର ତଳ କରିନେଲେ ପାଖାପାଖି ସବୁ କୋବି ଗୁଡ଼ାକ ଆମର ଭଲ ଭାବରେ ସିଝିଯିବ। ଏଇଠି ଆପଣମାନେ ଦେଖିପାରୁଥିବେ ଆମର ତଳ ପାଖର କୋବିଟା ଭଲ ଭାବରେ ନରମ ହେଇ ଆସିଛି। ତ ମୁଁ ଆକୁ ଗୋଳେଇକି କଭର କରିନେଉଛି ଆଉ 2 ମିନିଟ୍ ପାଇଁ। ତ ଆ ଭିତରେ ଆମେ ପୁଣି ଥରେ ଗୋଟେ ଗୁଣ୍ଡ ମସଲାର ପେଷ୍ଟ ବନେଇବା। ତ ପ୍ରଥମେ ଏଇଠି 1 ବଡ଼ ଚାମଚ ଦେଇଦେଉଛି ଧନିଆ ପାଉଡ଼ର, 1 ବଡ଼ ଚାମଚ ଜିରା ପାଉଡ଼ର ଦେଇଦେଉଛି। ତାପରେ 1 ବଡ଼ ଚାମଚ ପାଖାପାଖି ଫିସ୍ ମସଲା ଦେଇଦେଉଛି। ଆପଣମାନଙ୍କ ପାଖରେ ଯଦି ଫିସ୍ ମସଲା ନାହିଁ ତାହେଲେ ତ ଚିକେନ୍ ମସଲା ନହେଲେ ମିଟ୍ ମସଲା ଦେଇପାରିବେ। ତାପରେ କାଶ୍ମୀରୀ ଲଙ୍କାଗୁଣ୍ଡ ଦେଉଛି। ଏବେ କସ୍ତୁରୀ ମେଥି ଦେଇକି ଅଳ୍ପ ଟିକେ ପାଣି ଦେଇକି ଆକୁ ଗୋଟେ ମିଶ୍ରଣ ପ୍ରସ୍ତୁତ କରିବା। ଆପଣମାନେ ଚାହିଁଲେ ଏଠି ଏକ୍ସଟ୍ରା ରାଗ ଲଙ୍କାଗୁଣ୍ଡ ଦେଇପାରିବେ, କିନ୍ତୁ ମୋତେ ପରେ ପୁଣି କଞ୍ଚା ଲଙ୍କା ପକାଇବାର ଅଛି ଆଉ ଆଗରୁ ମୁଁ କଞ୍ଚା ଲଙ୍କା ଛେଚି ନେଇଥିଲି, ସେଥିପାଇଁ ମୁଁ ଏଠି ଲଙ୍କାଗୁଣ୍ଡ ପକାଇନି। ବାସ୍ କଲର୍ ପାଇଁ ଏଠି କାଶ୍ମୀରୀ ଲଙ୍କାଗୁଣ୍ଡ ପକାଇ ନେଇଛି। ଏବେ 2-3 ମିନିଟ୍ ପାଖାପାଖି ହେଇଗଲାଣି। ତ ଆପଣମାନେ ଦେଖିପାରୁଥିବେ କୋବି ଗୁଡ଼ାକ ଭଲ ଭାବରେ ସିଝିଗଲାଣି। ଏଇଠି ଦେଖିପାରୁଥିବେ ଆମେ ଯେଉଁ ପାଣି ଦେଇଥିଲେ ସେସବୁ ବି ମଧ୍ୟ ସାଇଡ଼୍ ହେଇକି ରହିଛି। ଆଉ ଏ ପାଣିକୁ ଆମେ ୟୁଜ୍ କରିବାନି, ବାସ୍ କୋବି ଗୁଡ଼ାକ ଆମେ ଗୋଟେ ପ୍ଲେଟ୍କୁ ବା ବାଉଲ୍କୁ କାଢ଼ି ନେବା। ତାପରେ ଏଠି ମୁଁ ଆଳୁ ୟୁଜ୍ କରିଛି, କାରଣ ଆଳୁଟା ଆମର ପଡ଼ିଲେ ଟିକେ ଲଟପଟ ଲାଗିଥାଏ ଆଉ ଟେଷ୍ଟଟା ବହୁତ ଭଲ ଲାଗିଥାଏ। 2ଟି ମିଡ଼ିୟମ୍ ସାଇଜ୍ର ଆଳୁକୁ ଚୋପା ଛଡ଼େଇ କାଟି ନେଇଛି ଏମିତି ସ୍କୋୟାର ପିସ୍ରେ। ଆପଣମାନେ ଚାହିଁଲେ ଛୋଟ ଆଳୁ ଯଦି ନେଉଛନ୍ତି 2 ଫାଳ କରି କାଟି ନେଇପାରିବେ। ଗରମ କରିକି ଆମେ ଯେଉଁ ମାଛର ତେଲ ବଳି ଯାଇଥିଲା ତାକୁ ମୁଁ ଦେଇଦେଉଛି। ଆପଣମାନେ ଚାହିଁଲେ ସେ ତେଲ ୟୁଜ୍ ନ କରିପାରନ୍ତି। ତ ଏଇଠି ଆଳୁ ଦେଇ ସାରିଲା ପରେ ଲୁଣ ହଳଦୀ ଦେଇକି ଆକୁ ଭଲ ଭାବରେ ମିଶାଇ ନେବା ଏବଂ କଭର କରିକିନା ଆମେ ଭାଜିବା। ଏମିତି କରିବା ଦ୍ୱାରା ଆମର ଆଳୁଟା ବି ଭଲ ଭାବରେ ସିଝିଯିବ ଆଉ ପୋଡ଼ ପୋଡ଼ ହେଇକି ଭାଜି ହେଇଯିବ।
ଏଇଠି ଦେଖିପାରୁଥିବେ ଆଳୁଟାର ବହୁତ ସୁନ୍ଦର କଲର୍ ଆସିଯାଇଛି ଆଉ ଏହା ମଧ୍ୟ ଭଲ ଭାବରେ ସିଝି ଯାଇଛି। ଏବେ ଆଳୁ ସବୁକୁ ବାହାର କରି ନେବା ଏବଂ ସେମ୍ କଡ଼େଇରେ ଆମେ ଦେଇଦେବା ଗୋଟେ ବଡ଼ ଚାମଚ ତେଲ। ତେଲ ଗରମ ହେଇସାରିଲା ପରେ ଏଇଠି କିଛି ଗରମ ମସଲା ଦେବା, ମାନେ ଡାଲଚିନି 2ଟି, ଗୁଜୁରାତି, ଗୋଟେ ଅଳେଇଚ, ଶୁଖିଲା ଲଙ୍କା ଏବଂ ତେଜପତ୍ର ଦେଇସାରିଲା ପରେ ଆଉ ଅଧ ଛୋଟ ଚାମଚ ଆମେ ଜିରା ଦେଇକି ଭଲ ଭାବରେ ଫୁଟେଇ ନେବା। ଫୁଟିଗଲା ପରେ ଏଇଠି ବଡ଼ ସାଇଜ୍ର କଟା ପିଆଜ ଦେଇଦେବା। ପିଆଜକୁ ଟିକେ ନରମ ହେବା ଯାଏ ଆମେ ଭାଜି ନେବା। ପିଆଜ ଭଲ ଭାବରେ ନରମ ହେଇଗଲା ପରେ ଆମେ ଏଇଥିରେ ଦେଇଦେବା ଛେଚି ରଖିଥିବା ଅଦା, ରସୁଣ ଏବଂ କଞ୍ଚା ଲଙ୍କାର ପେଷ୍ଟ। ଦେଇସାରିଲା ପରେ ପୁଣି ଥରେ ଆକୁ ଭଲ ଭାବରେ ଟିକେ କିଛି ସମୟ ଭାଜି ନେବା। ଭାଜି ନେଇ ସାରିଲା ପରେ ଆମେ ଯେଉଁ ପେଷ୍ଟ ବନେଇକି ରଖିଥିଲେ ସବୁ ମସଲା ଗୁଣ୍ଡର ତାକୁ ମଧ୍ୟ ଏଥିରେ ଦେଇଦେବା। ଏବେ এই ମସଲାକୁ ଭଲ ଭାବରେ ମିଶାଇ ନେବା। ମିଶାଇ ସାରିଲା ପରେ ଏଇଥିରେ ଆମେ ଅଳ୍ପ ଟିକେ ହଳଦୀ ପାଉଡ଼ର ଦେବା ଏବଂ ସ୍ୱାଦ ଅନୁସାରେ ଲୁଣ ଦେବା। ଆଗରୁ ଆମେ ଲୁଣ ଆଳୁରେ ପକାଇଥିଲେ ଏବଂ ମାଛରେ ପକାଇଥିଲେ, ତ ଦେଖିକି ଆପଣମାନେ ଲୁଣ ଏବଂ ହଳଦୀର ୟୁଜ୍ କରିବେ। ଏସବୁକୁ ଟିକେ ଭଲ ଭାବରେ କଷି ନେଇ ସାରିଲା ପରେ ଏଥିରେ ଆମେ ଆଳୁ ଆଡ଼୍ କରିବା। ଆଳୁ ମସଲା ଏସବୁକୁ ଆଉ କିଛି ସମୟ ଭଲ ଭାବରେ କଷି ନେବା। ଏମିତି କରିବା ଦ୍ୱାରା ଆଳୁ ମଧ୍ୟ ମସଲାରେ ଭଲ ଭାବରେ ମିଶିଯିବ ଏବଂ ମସଲା ବି ଭଲ ଭାବରେ କଷି ହେଇଯିବ। ଆଉ ଯଦି ଆପଣମାନଙ୍କର ଆଳୁ ସିଝି ବି ନଥିବ ଏଇଥିରେ ଭଲ ଭାବରେ ସିଝିଯିବ। ମସଲା ଆପଣମାନେ ଦେଖିପାରୁଥିବେ କେତେ ବଢ଼ିଆ ସେ କଷି ହେଇଗଲାଣି, ତା ସାଙ୍ଗରେ ଆଳୁ ବି ମସଲା ସହିତ ଭଲ ଭାବରେ ମିଶି ଯାଇଛି। ତ ଏବେ ଆମେ କ'ଣ କରିବା, ସିଝେଇ ରଖିଥିବା କୋବି ଗୁଡ଼ାକୁ ସେଇଥିରେ ଦେଇଦେବା। କୋବି ସବୁ ଦେଇ ସାରିଲା ପରେ ଆଳୁ, ମସଲା ଏବଂ କୋବିକୁ ଭଲ ଭାବରେ ମିଶାଇ ନେବା। ମିଶାଇକି 2 ମିନିଟ୍ ପାଖାପାଖି ଟିକେ ହାଇ ଫ୍ଲେମ୍ରେ ଆମେ କଷି ନେବା। କଷି ସାରିଲା ପରେ ମାଛ ଯେଉଁ ଆମେ ଭାଜିକି ରଖିଥିଲେ ସେସବୁକୁ ଦେଇଦେବା। ଏଇଠି ଆପଣମାନେ ଦେଖିପାରୁଥିବେ ମାଛକୁ ବିଲକୁଲ ବି ମୁଁ ଭାଙ୍ଗିନି, କାରଣ ଆମେ ଯେଉଁ କୋବି ସାଙ୍ଗରେ ଆକୁ ମିଶାଇବା ସେଇଥିରେ ହିଁ ମାଛ ଆମର ଭଲ ଭାବରେ ଭାଙ୍ଗିଯିବ। ତ ସେଥିପାଇଁ ଆଗରୁ ମୁଁ ଏଇଠି ମାଛକୁ ମିଶାଇନି। ଆଉ ମାଛକୁ ଆପଣମାନେ ପୁରା ଗୁଣ୍ଡ କରିବେନି। ଏଇଠି ଭିଡ଼ିଓରେ ଆପଣମାନେ ଦେଖିପାରୁଥିବେ ଏମିତି ଟିକେ ପ୍ରେସ୍ କରିକି 2ରୁ 3 ଖଣ୍ଡ ଆପଣମାନେ କରିପାରିବେ। ତ ଏମିତି କଲେ କ'ଣ ହେବ ନା ବେଶୀ କଣ୍ଟା ହେବନି, ଯେଉଁଥିରେ କି ଖାଇବା ପାଇଁ ବି ଅସୁବିଧା ହେବନି। ଆଉ ଏମିତି ଟିକେ ମାଛ ଖଣ୍ଡ ଖଣ୍ଡ ରହିଲେ ଆମର ଏଇ ଛିଞ୍ଚଡ଼ାଟା ଖାଇବା ପାଇଁ ବା ଦେଖିବା ପାଇଁ ବହୁତ ଭଲ ଲାଗିବ। ଏଇଠି ଦେଖନ୍ତୁ ମାଛକୁ ପ୍ରାୟ 2-3 ଖଣ୍ଡ ଏମିତି କରିନେଉଛି। ଆଉ ମୁଣ୍ଡକୁ ଯଦି ଆପଣମାନେ ପ୍ରାୟ ଛେଚି ପାରିବେ, କାରଣ ମୁଣ୍ଡରେ ସରୁ କଣ୍ଟା ବିଲକୁଲ ନଥାଏ, ତ ଖାଇବା ପାଇଁ ଅସୁବିଧା ହେବନି। ତାପରେ ଏଇଠି ମୁଁ ଆଡ଼୍ କରୁଛି 2ଟି କଞ୍ଚା ଲଙ୍କା। ତ ଆପଣମାନେ ନିହାତି କଞ୍ଚା ଲଙ୍କାରେ ଏଇ ରେସିପିଟା ବନାନ୍ତୁ, ବହୁତ ଭଲ ଟେଷ୍ଟ ଲାଗିଥାଏ। ତାପରେ କଟା ଟମାଟୋ ଆଡ଼୍ କରୁଛି ସବା ଲାଷ୍ଟରେ। ତ ଏଇଠି ଦେଖନ୍ତୁ ଏସବୁକୁ ଭଲ ଭାବରେ ଏବେ ମିଶାଇ ନେବା। ମିଶାଇ ନେଇ ସାରିଲା ପରେ ଆମେ ଅଳ୍ପ ଟିକେ ପାଣି ଦେବା। ଯେହେତୁ ଆମର ଏଇଟା ତରକାରୀ ହେଇନଥାଏ ବା ସେଇଟା ଟିକେ ଲଟପଟ ଟାଇପ୍ର ରହିଥାଏ, ତ ସେଥିପାଇଁ ଆମେ ଅଳ୍ପ ପାଣି ଦେବା। ଏଇଠି ଅଧ କପ୍ ପାଖାପାଖି ପାଣି ଦେଇକି ଲିଡ୍ କଭର୍ କରି ନେଉଛି ମିଡ଼ିୟମ୍ ଫ୍ଲେମ୍ରେ। ଏବେ ଦେଖିପାରୁଥିବେ ଆମର ଏଇ ଛିଞ୍ଚଡ଼ାଟା ବଢ଼ିଆ ସେ ଫୁଟିଗଲାଣି ଏବଂ ପୁରା ଲଟପଟ ଟାଇପ୍ର ହେଇଛି, ଦେଖିବା ପାଇଁ ବି ବହୁତ ଭଲ ଲାଗୁଛି। ତାପରେ ଆଳୁ ବି ଆପଣମାନେ ଦେଖିପାରୁଥିବେ ବଢ଼ିଆ ସେ ସିଝି ଯାଇଛି। ତ ଏବେ ଲାଷ୍ଟରେ ଆମେ ଏଥିରେ ଦେଇଦେବା ଗୋଟେ ବଡ଼ ଚାମଚ ଗରମ ମସଲା। ଗରମ ମସଲା ଦେଇ ସାରିଲା ପରେ ଆକୁ ପୁଣି ଥରେ ଟିକେ ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିଲା ପରେ କଭର୍ କରିକି ଆମେ କିଛି ସମୟ ରଖିନେବା। ତାପରେ ଗରମା ଗରମ ରୁଟି ସାଙ୍ଗରେ ଆକୁ ପରସିବା। ଆପଣମାନେ ତ ବହୁତ ଥର ଛିଞ୍ଚଡ଼ା ବନାଉଥିବେ, କିନ୍ତୁ ଆପଣମାନଙ୍କୁ এই ରେସିପିଟି ଯଦି ଟିକେ ବି ନୂଆ ଲାଗିଥାଏ ତାହେଲେ ନିହାତି ଘରେ ଟ୍ରାଏ କରନ୍ତୁ ଆଉ ଖାଇବେ, ଦେଖିବେ ବହୁତ ଭଲ ଲାଗିବ। ରେସିପି ଯଦି ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରିବା ସାଙ୍ଗରେ ଏମିତି ରେସିପି ଦେଖିବା ପାଇଁ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର। ଦେଖା ହେବ ଗୋଟେ ନେକ୍ସଟ ଭିଡ଼ିଓରେ।